ଗ୍ୟାସ୍ ସବୁ ତ ରେଟ୍ ବଢ଼ିଲା ଆମେ 5 ଟଙ୍କା ଦେଉଥିଲୁ ଏବେ 7 ଟଙ୍କା 10 ଟଙ୍କା ଫୁଲ୍ ଚାଟା ଦେଉଛୁ ଆଉ। କ'ଣ ହେଇଛି ଗ୍ୟାସ୍ ଦର କେମିତି ପାଉଛନ୍ତି? ଗ୍ୟାସ୍ ଚିନି ଚାଉଳ ସବୁ ଦର ବଢ଼ିଯାଇଛି। ଆଜି ଗ୍ୟାସ୍ କେତେରେ ଆଣିଛନ୍ତି? 1200 ଟଙ୍କାରେ ଆଜି ଆଣିଲି। ମଧ୍ୟପ୍ରାଚ୍ୟରେ ଯେଉଁ ମହାଯୁଦ୍ଧର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ବ୍ରହ୍ମପୁର ସହରକୁ ପଡ଼ିଛି ବୋଲି କହିପାରିବା। କାହିଁକି ଛୋଟ ଛୋଟ ସାମଗ୍ରୀ ଠାରୁ ଆରମ୍ଭ କରି ବଡ଼ ବଡ଼ ସାମଗ୍ରୀ ପର୍ଯ୍ୟନ୍ତ ସବୁଠିର ଦର ବଢ଼ିଯାଇଛି। ଯଦି କହିବା ଆମେ ସକାଳୁ ଜଳଖିଆ ଟିଫିନ୍ କଥା ଯଦି କହିବା ଚା କଥା ଯଦି କହିବା ଚାରେ ବି ରେଟ୍ ମାତ୍ରା ବଢ଼ାଇ ଦେଇଛନ୍ତି। ଯେହେତୁ ଗ୍ୟାସ୍ ସଠିକ୍ ଭାବରେ ମିଳିପାରୁନି ଆଉ ଗ୍ୟାସ୍ ଯଦି ମିଳୁଛି କଳା ଦରରେ କଢ଼ା ଦରରେ ଚଢ଼ା ଦରରେ ମିଳୁଛି। ସେଥିପାଇଁ ସମ୍ପୂର୍ଣ୍ଣ ଭାବେ କହିବା ବ୍ରହ୍ମପୁର ସହରରେ ଦରଦାମ ସବୁଠି ବଢ଼ିଯାଇଛି, ସବୁ ମାତ୍ରାରେ ବଢ଼ିଛି, ସବୁ ଜିନିଷରେ ବଢ଼ିଛି। ପ୍ରଥମେ ଆମେ ଦେଖିବା ଆମ ପାଖରେ ଗୋଟେ ଦୋକାନଟି ଅଛି, ଚା ଦୋକାନ ଗୋଟେ, ତାଙ୍କୁ ପଚାରିବା। ଆଚ୍ଛା ଆଜ୍ଞା କହିବେ କି ଯେ ଦର କେମିତି ଅଛି ଆଉ ଆଗରୁ ଚା ଦୋକାନ ଗ୍ୟାସ୍ ସବୁ ତ ରେଟ୍ ବଢ଼ିଲା ଆମେ 5 ଟଙ୍କା ଦେଉଥିଲୁ ଏବେ 7 ଟଙ୍କା 10 ଟଙ୍କା ଫୁଲ୍ ଚାଟା ଦେଉଛୁ ଆଉ। କ'ଣ ହେଇଛି ଗ୍ୟାସ୍ ଦର କେମିତି ପାଉଛନ୍ତି? ଗ୍ୟାସ୍ ଚିନି ଚାଉଳ ସବୁ ଦର ବଢ଼ିଯାଇଛି। ଆଜି ଗ୍ୟାସ୍ କେତେରେ ଆଣିଛନ୍ତି? 1200 ଟଙ୍କାରେ ଆଜି ଆଣିଲି। ତ କହିବା କି ଏଇଟା କଳା ବଜାର ହେଉଛି? କଳା ବଜାର ହେଉଛି ଲୋକଙ୍କୁ କିଣୁଛୁ ଯାହା ହେଲେ ଦୋକାନଟା ବନ୍ଦ କରିଦେଉ କି ଚଲେଇବାକୁ ପଡ଼ୁଛି କେଉଁଠୁ କ'ଣ ବୁଝିକିରି। ଆଉ ତ ହୋଟେଲ ଯାହା ଆହୁରି ବନ୍ଦ ହେଇଗଲାଣି କେତେ ଆଙ୍କୁଳିତ ଫାଙ୍କୁଳିତ ସବୁ ହୋଟେଲ ମଧ୍ୟ ବନ୍ଦ ହେଇଗଲାଣି। ଆଉ ଏତେ ପଇସା 1500-1600 ବୋଲି ଆଣୁନାହାନ୍ତି। ଯଦି କହିବା ଚିନି ଚା ଗୁଣ୍ଡ ବିଭିନ୍ନ ସାମଗ୍ରୀ ସେଗୁଡ଼ାକର ଦର ସେ ଯାକ ସବୁ ଯାହା ରେଟ୍ ବଢ଼ିଗଲା। ତ ଆପଣ ବର୍ତ୍ତମାନ ଚା ର ଦର କେମିତି ରଖିଛନ୍ତି, କଫିର ଦର କେମିତି ରଖିଛନ୍ତି, ଚା ର ରେଟ୍ 10 ରଖିଥିଲୁ ଏବେ 12 କଲୁ। ଏବେ 2 ଦିନ ହେଲା ଏକା ବଢ଼େଇଲୁ, ଆଗରୁ ଆଉ ବଢ଼େଇନୁ। ଆଉ ଅସମ୍ଭାଳ ହେଇଯାଉଛି ଆଉ ନ ବଢ଼େଇଲେ ଆମକୁ ଲାଭ ହେଉନି, ଖାଲିରେ ଖଟିକି ଯାଇଥାଉଛୁ। ଲାଭ ନାହିଁ ବୋଲି ବାଧ୍ୟ ହେଇକିରି 2 ଟଙ୍କା ହେଲା ଚା 7 ଗୋଟେ ଫୁଲ୍ ଚାଟା 10 ଟଙ୍କା ନେଉଛୁ ବୋଲି ପୁରା 5 ଟଙ୍କା ଥିଲା। 5 ଟଙ୍କା ଥିବା ଚା 7 ଟଙ୍କା ହେଇଛି। ଆଉ ପୁରା ଚା ଯୋଉଟା କି ବଡ଼ ଗ୍ଲାସରେ ମିଳୁଥିଲା ଯୋଉଟା କି 7 ଟଙ୍କାରେ ବର୍ତ୍ତମାନ 10 ଟଙ୍କା ଗ୍ୟାସ୍ ସଂକଟ କାରଣରୁ ସିଧାସଳଖ ଖାଉଟିଙ୍କ ପକେଟ ଉପରେ ପଡ଼ିଛି ଏବଂ ସବୁ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଗୁଡ଼ିକର ଦର ମଧ୍ୟ ଅହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଆପଣ ଯେମିତି କହୁଥିଲେ ଏବଂ ହୋଟେଲର ଯେଉଁ ମେନୁ ଗୁଡ଼ିକ ରହିଛି ତାର ଦର ମଧ୍ୟ ପରିବର୍ତ୍ତନ ହୋଇଛି। ଚାହା କପ୍ର ଦାମ ମଧ୍ୟ ବୃଦ୍ଧି ପାଇଥିବା ସୂଚନା ସାମ୍ନାକୁ ଆସୁଛି। ବହୁତ ବହୁତ ଧନ୍ୟବାଦ ପ୍ରଦୀପ୍ତ ଆପଣଙ୍କର ସମସ୍ତ ସୂଚନା ଏବଂ ଆଲୋଚନା ପାଇଁ। प्राइम स्कॉलर्स गुरुकुल एक ख्वाहिश है मन में मिल जाए आसमान। एक ख्वाहिश है मन में मिल जाए आसमान। ये जिंदगी जो दिया रब तेरा शुक्रिया। चुनना है जो तारों को नहीं